ବାଃ ବାଃ ଓଡ଼ିଶା ସରକାର ବାଃ। ଜୟ ଜଗନ୍ନାଥ। ଭାରତର ସବୁଠୁ ଗରିବ ରାଜ୍ୟରେ ଗଣାଯାଉଛି, କିନ୍ତୁ ଆମର ସରକାର ମାନେ ଏବଂ ନେତା ମନ୍ତ୍ରୀମାନେ ଏମଏଲଏ ଏମପି ଯାହା ଯିଏ ମାନେ ଅଛନ୍ତି ବି ଆମ ଓଡ଼ିଶାରେ ସମସ୍ତେ ନିଜ ନିଜର ଦରମା ବୃଦ୍ଧି କରିବାରେ ବ୍ୟସ୍ତ। ଏମପି ଏମଏଲଏ ମାନେ ପଇସା ଯେଉଁ ସାଲାରୀ ପାଉଛନ୍ତି ଅଧିକା ପାଉଥିବା ରାଜ୍ୟ ଓଡ଼ିଶା ମନୋନୀତ ହୋଇଛି। ଆଗରୁ ଝାଡ଼ଖଣ୍ଡ ଥିଲା 2,80,000। ବିଧାନସଭାରେ ଆମର ବିଲ୍ ପାସ୍ କରାଗଲା, ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା 150% ବୃଦ୍ଧି କରାଯାଇଛି। କିନ୍ତୁ କାହିଁକି? ଓଡ଼ିଶାରେ ତ ଜନତା ଗରିବ, କିନ୍ତୁ ନେତା ମନ୍ତ୍ରୀମାନେ ନିଜ ନିଜ ସାଲାରୀ ବୃଦ୍ଧି କରିବାରେ ବ୍ୟସ୍ତ। ତାମିଲନାଡ଼ୁ, କର୍ଣ୍ଣାଟକ ଯେଉଁଠି ଆଇଟି ହବ୍, ଯେଉଁଠି ଇଣ୍ଡଷ୍ଟ୍ରି ରାଜ୍ୟ, ସେଠାକାର ଆମର ଏମପି ଏମଏଲଏ ମାନେ ଏତେ ସାଲାରୀ ବି ପାଉନାହାନ୍ତି, କିନ୍ତୁ ଓଡ଼ିଶାରେ କିନ୍ତୁ ସେମାନଙ୍କୁ ଏତିକି ଦେଖାଯାଉନି କି ଆମ ରାଜ୍ୟରେ କେମିତି ଇଣ୍ଡଷ୍ଟ୍ରି ବୁମ୍ ହେବ, ଗରମ କରିବାରେ ବ୍ୟସ୍ତ। ସେମ୍ ଟାଇମ୍ରେ କନିଷ୍ଠ ଶିକ୍ଷକ ବର୍ଗ ଏବଂ ପାଚିକା ଯେଉଁମାନେ ରୋଷେଇ କରୁଛନ୍ତି ସେମାନେ ଦୀର୍ଘ 10 ଦିନ ହେବ ବିଧାନସଭା ଆଗରେ ଆନ୍ଦୋଳନ କରୁଛନ୍ତି ଆମର ସାଲାରୀ ବଢ଼ାଯାଉ, କିନ୍ତୁ ସରକାର ଏହାର କିଛି ଶୁଣୁନାହିଁ କି ଆକ୍ସନ୍ ନେଉନାହିଁ। କିନ୍ତୁ ଏମାନଙ୍କୁ ଟିକେ ଲାଜ ଲାଗିବ, ସାଲାରୀ ନିଜ ମନ ଇଚ୍ଛାରେ ବଢ଼ାଇ ଦିଆଯାଉଛି। 150% ସାଲାରୀ ବଢ଼ା ହେଇଛି। ପ୍ରତି 5 ବର୍ଷରେ ଏହା ସାଲାରୀ ବୃଦ୍ଧି କରାଯିବ। କାମ କ'ଣ ଏମପି ଏମଏଲଏ ମାନଙ୍କର? ଯଦି ଆପଣମାନେ ଶିକ୍ଷକମାନଙ୍କୁ କୁହାଯାଉଛି କି ଶିକ୍ଷକମାନେ ଏତେ ସାଲାରୀ କ'ଣ ପାଇଁ ନେଉଛନ୍ତି, ତ ଆପଣମାନେ କ'ଣ ପାଇଁ ସାଲାରୀ ନେବେ? ଝାଡ଼ଖଣ୍ଡ ଆଗରୁ ଥିଲା ଆମର 2,80,000 ପାଉଥିବା ରାଜ୍ୟ, ଯିଏକି ସର୍ବାଧିକ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଉପରେ ଖର୍ଚ୍ଚ କରୁଥିଲା। ଏହା ଝାଡ଼ଖଣ୍ଡକୁ ଆମର କ୍ରସ୍ କରିକି ଓଡ଼ିଶା ହେଇଗଲା ଭାରତର ଯିଏକି ସର୍ବାଧିକ ସାଲାରୀ ପାଉଥିବା ଏମପି ଏମଏଲଏ ମାନଙ୍କର ଲିଷ୍ଟରେ। ଲୋକମାନେ ଏମିତି ଆମେ ଭିଡ଼ିଓ କରିଚାଲିଥିବା, ଦେଖାଯାଉ କେଉଁଦିନ କିଏ ଶୁଣୁଛନ୍ତି, କାହା କାନରେ ପଡ଼ୁଛି। ବାସ୍ ଭିଡ଼ିଓକୁ ସେୟାର କରିବେ, ଲାଇକ୍ କରିବେ, ଆଉ ଭଲ ଲାଗୁଥିଲେ ଦେଖିବେନି କେବେ ବି।